ଦେଖ ପିଲାମାନେ, ତୁମମାନେ ତ ଥମ୍ବନେଲରୁ ବୁଝି ସାରିଥିବ କି ମୁଁ କ'ଣ କହିବା ପାଇଁ ଚାହୁଁଛି। ତ ମୋର ଓଡ଼ିଶା ସବଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ ବା OTRPSC ତରଫରୁ SSDର 26+ ଭ୍ୟାକେନ୍ସି ରିଲିଜ୍ କରାଯାଇଥିଲା, ଯେଉଁଥିରେ ଡିଫରେଣ୍ଟ କ୍ୟାଟେଗୋରିର ଟିଚର ଭ୍ୟାକେନ୍ସି ପୂରଣ କରାଯିବ ବୋଲି କୁହାଯାଉଥିଲା। ପିଲାମାନେ ବିଗତ 6 ମାସରୁ ଏବଂ ଅପେକ୍ଷା କରିକି ଥିଲେ, ପୁଣି କ'ଣ ହଠାତ୍ ହେଲା କି ଆକୁ କ୍ୟାନସଲ୍ କରିଦିଆଗଲା। ପ୍ରଥମେ ତ ମୋର LTRର ନୋଟିଫିକେସନ୍ ପରେ ଏପ୍ଲାଇର ଦିନେ ପୂର୍ବରୁ ତାକୁ ପୋଷ୍ଟପୋନ୍ କରିଦିଆଗଲା। ଏବେ ତୁମର SSDର ଭ୍ୟାକେନ୍ସିକୁ କ୍ୟାନସଲ୍ କରିଦିଆଗଲା। ଏ ବାରମ୍ବାର ଏମିତି କାହିଁକି ହେଉଛି? ଯାହାଦ୍ୱାରା ପିଲାମାନେ ତୁମେ ଦେଖିଥିଲ କି LTRର କିଛି ଆଶାୟୀମାନେ ଧାରଣାରେ ବସୁଛନ୍ତି କାହିଁକି LTRକୁ ସ୍ଥଗିତ କରାଗଲା, ଏବେ ତୁମର SSDକୁ କ୍ୟାନସଲ୍ କରିଦିଆଗଲା। ଏସବୁ କ'ଣ ହେଉଛି? କ'ଣ ଆଗରୁ କ'ଣ ଏମିତି ହେଉନଥିଲା କି? ଓଡ଼ିଶା ଗଭର୍ଣ୍ଣମେଣ୍ଟ ଯେତେବେଳେ ତୁମର ନବୀନ ସରକାରଙ୍କ ସରକାର ଥିଲା, ସେତେବେଳେ କ'ଣ ଏମିତି ହେଉଥିଲା କି ବାରମ୍ବାର? କାହିଁକି ଏକ୍ଜାମ ନୋଟିଫିକେସନ୍ ଆସିଲା ତାକୁ କ୍ୟାନସଲ୍ କରିଦିଆଯାଉଛି, ପୋଷ୍ଟପୋନ୍ କରିଦିଆଯାଉଛି। ପିଲାମାନେ ଆମେ ସମୟ ଜାଣିଛୁ କି ଓଡ଼ିଶାରେ ତୁମର ଟିଚରର ଭ୍ୟାକେନ୍ସି ବହୁତ ଗୁଡ଼ିଏ ଖାଲି ଅଛି। ତାପରେ ବି ତୁମର ଗଭର୍ଣ୍ଣମେଣ୍ଟ ପୋଷ୍ଟିଂ ଦେବା ବଦଳରେ ବା ଭ୍ୟାକେନ୍ସି ଦେବା ବଦଳରେ ତୁମର ଯେଉଁ ସବୁ ଭ୍ୟାକେନ୍ସି ରିଲିଜ୍ ହେଉଛି ତାକୁ ପୋଷ୍ଟପୋନ୍ କରିଦେଉଛି, କ୍ୟାନସଲ୍ କରିଦେଉଛି। ଏମିତି କରିବା କାରଣ କ'ଣ? ଦେଖ, ତୁମର ବିଜେପି ଗଭର୍ଣ୍ଣମେଣ୍ଟ ଶାସନ ଆସିବା ପୂର୍ବରୁ ସେ କହିଥିଲେ କି ତାର ମେନ୍ ପ୍ରଥମ ଫୋକସ୍ ରହିବ ପିଲାମାନଙ୍କୁ ନିଯୁକ୍ତି ଦେବ। ସେ ନିଯୁକ୍ତି ଦେବା ବଦଳରେ କ'ଣ ନିଯୁକ୍ତି କ୍ୟାନସଲ୍ କରୁଛି? ଏହାର କାରଣ କ'ଣ? ତ କାରଣ ଆମେ ଜାଣିନୁ, ତାର ଗଭର୍ଣ୍ଣମେଣ୍ଟର ପ୍ଲାନିଂ କ'ଣ ସେଇଟା ସେ ହିଁ ଜାଣିଥିବ। ଦେଖ ପିଲାମାନେ, ତୁମର ଜେଟିର ଭ୍ୟାକେନ୍ସି ତୁମର ଏଇଟା ପୂର୍ବ ଗଭର୍ଣ୍ଣମେଣ୍ଟ ପୂର୍ବରୁ ରିଲିଜ୍ କରାଯାଇଥିଲା, ଯେଉଁଟା ତୁମର ଏବେ ନିଯୁକ୍ତି ପତ୍ର ବଣ୍ଟନ ସମୟରେ ତୁମର ମୋହନ ସରକାର କ'ଣ କହୁଛନ୍ତି କି ଆମେ ନିଯୁକ୍ତି ଦେଲୁ। କ'ଣ ନିଯୁକ୍ତି ଦେଲ? ସେଇଟା ତୁମର ତ ପୂର୍ବ ସରକାରଙ୍କ ତ ପୂର୍ବରୁ ହିଁ ରିଲିଜ୍ କରାଯାଇଥିଲା ଭ୍ୟାକେନ୍ସି। ତୁମେ ସରକାରକୁ ଆସିବା ପରେ କାହିଁ କ'ଣ ଭ୍ୟାକେନ୍ସି ଦେଉଛ? କ'ଣ ବି ଭ୍ୟାକେନ୍ସି ଦେଉନ, ତା ବଦଳରେ ଭ୍ୟାକେନ୍ସି ଦେବା ବଦଳରେ ତାକୁ ତୁମେ ପୋଷ୍ଟପୋନ୍ କରୁଛ, କ୍ୟାନସଲ୍ କରୁଛ। ଯଦି ଏଇଭଳି ସିଚୁଏସନ୍ ବାରମ୍ବାର ହୁଏ, କୌଣସି ନୋଟିଫିକେସନ୍ ଆସୁନଥିବ ବା ନୋଟିଫିକେସନ୍ ଯଦି ଆସେ ତାକୁ ପୋଷ୍ଟପୋନ୍ କରିଦିଆଯିବ, କ୍ୟାନସଲ୍ କରିଦିଆଯିବ, ଏମିତି ହେଲେ କ'ଣ ହେବ ନା ପିଲାମାନେ ରାସ୍ତାକୁ ଓହ୍ଲାଇବେ ଏବଂ ଗଭର୍ଣ୍ଣମେଣ୍ଟ ଏଗେନଷ୍ଟରେ ପ୍ରୋଟେଷ୍ଟ କରିବେ। ଆମେ ଆଶା କରିବୁ କି OTRPSC ଏହାର ବହୁତ ଶୀଘ୍ର ସମାଧାନ କରି 2025ରେ ପୁଣି ଥରେ ଏହାର ନୋଟିଫିକେସନ୍ ଜାରି କରୁ, ଦେନ୍ ପିଲାମାନେ ଏହାକୁ ଆପ୍ଲାଏ କରିବେ। ପିଲାମାନେ, ଇଏ ଥିଲା ତୁମର SSD ନେଇ ଇନଫର୍ମେସନ୍ ଭିଡ଼ିଓ। ଯଦି ତୁମକୁ ଏଇଭଳି ଗୋଟେ ଭଲ ଲାଗିଥାଏ ତେବେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କର, ଲାଇକ୍ କର, ସେୟାର କର। ଜୟ ଜଗନ୍ନାଥ।